ଷ୍ଟଡି ସାଇନ୍ସେସ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଆପଣ ସମସ୍ତଙ୍କୁ ସ୍ୱାଗତ। ଆଶା କରେ ଆପଣ ସମସ୍ତେ ଖୁସିରେ ଥିବେ। ଆମେ ଓଡ଼ିଆ ବ୍ୟାକରଣର ଏକ କମ୍ପ୍ଲିଟ୍ ସିରିଜ୍ ଷ୍ଟାର୍ଟ କରିଥିଲେ, ଯେଉଁଥିରେ କି ଆମେ ବିଶେଷ୍ୟ, ବିଶେଷଣ, ସର୍ବନାମ ଏହିପରି ଭାବରେ କିଛି ମହତ୍ତ୍ୱପୂର୍ଣ୍ଣ ବିଷୟ କମ୍ପ୍ଲିଟ୍ କରିସାରିଛି ଏବଂ ଆମେ କ୍ରିୟା ଉପରେ ଆଲୋଚନା କରୁଥିଲୁ। ହେଲା, କ୍ରିୟାର ଆମେ ଦୁଇଟା ପାର୍ଟସ୍ ସରେଇଥିଲେ ଏବଂ ଆଜିର ଭିଡ଼ିଓରେ ଆମେ ଯେଉଁ ଥାର୍ଡ଼ ପାର୍ଟ ଅଛି ସେଟାକୁ ଆମେ ଆଲୋଚନା କରିବା, ଯେଉଁଠିକି ଆମେ ବିଶେଷ କରି ଧ୍ୟାନ ଦେବା ନାମ ଧାତୁ ଓ ନାମ ଧାତୁ କ୍ରିୟା କ'ଣ, ଏହା ଉପରେ ଆମେ ଧ୍ୟାନ ଦେବା। ଯଦି ଆପଣ କ୍ରିୟାର ଯେଉଁ କମ୍ପ୍ଲିଟ୍ ହୋଇସାରିଛି ଦୁଇଟା ପାର୍ଟକୁ ଯଦି ଦେଖିନାହାନ୍ତି, ତାହେଲେ ପ୍ରଥମେ ଆପଣ ସେଇ ଭିଡ଼ିଓ ଗୁଡ଼ା ଦେଖନ୍ତୁ, ତାପରେ ଏଟାକୁ ଦେଖନ୍ତୁ। ତା ଛଡ଼ା ଯଦି ଅନ୍ୟ ଯେଉଁ ଟପିକ୍ ଗୁଡ଼ା କମ୍ପ୍ଲିଟ୍ ହେଇଛି ସେଟାକୁ ଆପଣ ଦେଖିବାକୁ ଚାହୁଁଛନ୍ତି, ତାହେଲେ ଡେସ୍କ୍ରିପ୍ସନ୍ରେ ଲିଙ୍କ୍ ଅଛି, ସେଠିକୁ ଯାଇକି ମଧ୍ୟ ଆପଣ ଚେକ୍ ଆଉଟ୍ କରିପାରିବେ। ତ ଚାଲନ୍ତୁ ଆମେ ଆମର ଏଇ ଡିସ୍କସନ୍କୁ କ୍ଲାସ୍କୁ ଷ୍ଟାର୍ଟ କରିବା। ତ ଆମର ଆଜିର ଯେଉଁ ବିଷୟ ଅଛି ତାହା ହେଲା ନାମ ଧାତୁ ଏବଂ ନାମ ଧାତୁ କ୍ରିୟା। ତ ଏହା ଜାଣିବା ପୂର୍ବରୁ ଆମେ ପ୍ରଥମେ ଜାଣିବା ଯେ କ୍ରିୟା କ'ଣ ହେଲା, ତାପରେ ଆଉ କ'ଣ କ୍ରିୟାର ଯେଉଁ ମୂଳପିଣ୍ଡ ଅଛି ତାହାକୁ କ'ଣ କୁହାଯାଏ ହେଲା, ତାପରେ କ୍ରିୟାବାଚକ ବିଶେଷ୍ୟ କ'ଣ, ଏଗୁଡ଼ା ଆମେ ଟିକେ ଟିକେ ଜାଣି। ତ ପ୍ରଥମ ଜିନିଷଟା ହେଉଛି କି ପ୍ରଥମ ଜିନିଷଟା ହେଉଛି ଆମର କ'ଣ ନା କ୍ରିୟା କ'ଣ। ତ କ୍ରିୟା ଏପରି ଏକ ପଦ ହେଲା, କ୍ରିୟା ଏପରି ଏକ ପଦ ଯେଉଁଥିରୁ କି ଆମେ କୌଣସି କାର୍ଯ୍ୟ ହେଉଥିବାର ଜାଣିପାରୁ ହେଲା, କୌଣସି କାର୍ଯ୍ୟ ହେଉଥିବାର ଆମେ ଜାଣିପାରୁ। ଏବଂ କ୍ରିୟାବାଚକ ବିଶେଷ୍ୟ କ'ଣ ନା କେବଳ କ୍ରିୟାର ନାମକୁ ବୁଝାଉଥିବ ହେଲା, କେବଳ କ୍ରିୟାର ନାମକୁ ବୁଝାଉଥିବ ତାହାକୁ ଆମେ କ୍ରିୟାବାଚକ ବିଶେଷ୍ୟ ବୋଲି କହିଥାଉ। ତାପରେ କ୍ରିୟାଟା ଆମର କିପରି ଗଠିତ ହୋଇଥାଏ ନା କ୍ରିୟାଟା ଆମର କିପରି ଗଠିତ ହେବ, କ୍ରିୟାର ଗଠିତ ହେବା ପୂର୍ବରୁ ଆମେ ଡିସ୍କସନ୍ କରୁଛେ କି ଯେଉଁ ଆମର କ୍ରିୟା ରହିଛି ସେ କ୍ରିୟାର ମୂଳପିଣ୍ଡକୁ ଆମେ ଧାତୁ ବୋଲି କହୁଛେ। କ୍ରିୟାର ଯେଉଁ ମୂଳପିଣ୍ଡ ଅଛି ତାକୁ ଆମେ ଧାତୁ ବୋଲି କହୁଛେ ଏବଂ ସେ ଧାତୁରେ ବୁଝିଲେ ସେଇ ଧାତୁରେ କିଛି କ୍ରିୟା ପ୍ରତ୍ୟୟ ହେଲା, କ୍ରିୟା ବିଭକ୍ତି କିମ୍ବା ଧାତୁ ବିଭକ୍ତି କ'ଣ ରହିବ, ଧାତୁ ପ୍ଲସ୍ ଏଟାରେ କ୍ରିୟା ବିଭକ୍ତି କିମ୍ବା ଧାତୁ ବିଭକ୍ତି ଯୁକ୍ତ ହେଇକି ଗୋଟେ କ୍ରିୟାପଦଟିଏ ଗଠିତ ହେବ। ବୁଝିଲା, ଏଟାକୁ ଆମେ କ୍ରିୟା ବୋଲିକି କହୁଥିଲେ। କିନ୍ତୁ ସବୁବେଳେ ମାନେ ନାହିଁ। ମୁଁ କ'ଣ କହିଲି ଆଉ ଥରେ ଶୁଣି ରଖନ୍ତୁ କି ଆମର କ୍ରିୟାଟା କିପରି ଗଠିତ ହୁଏ, କ୍ରିୟା ପଦଟି କିପରି ଗଠିତ ହୋଇଥାଏ। ପ୍ରଥମେ ଧାତୁ ରହିବ ଯାହାକି କ୍ରିୟାର ମୂଳପିଣ୍ଡ, ତାପରେ ଧାତୁ ବିଭକ୍ତି କିମ୍ବା କ୍ରିୟା ବିଭକ୍ତି କ'ଣ ଧାତୁ ବିଭକ୍ତି କିମ୍ବା କ୍ରିୟା ବିଭକ୍ତି ଏମିତି ଯୋଗ ହେଇକି ଏଗୁଡ଼ା କ'ଣ ହେବ ଆମର କ'ଣ ହେବ ଆମର କ୍ରିୟାପଦଟିଏ ଗଠିତ ହେବ ହେଲା। କିନ୍ତୁ ସବୁବେଳେ ଆମେ କହିପାରିବାନି ଯେ କେବଳ ସବୁବେଳେ ଧାତୁରୁ ହିଁ ଆମର କ୍ରିୟାପଦଟି ଗଠିତ ହେବ। କେତେବେଳେ ଏଠାରେ ଗୋଟିଏ ଶବ୍ଦରୁ ମଧ୍ୟ ଗଠିତ ହୋଇଥାଏ, ଗୋଟିଏ ନାମରୁ ମଧ୍ୟ ଗଠିତ ହୋଇଥାଏ, ଗୋଟିଏ ବିଶେଷ୍ୟରୁ ମଧ୍ୟ ଗଠିତ ହୋଇଥାଏ କିମ୍ବା ଗୋଟିଏ ବିଶେଷଣରୁ ମଧ୍ୟ ଗଠିତ ହେଇଥାଏ। ଏବଂ ଯେତେବେଳେ କି ଏ ଧାତୁଟା ନ ରହି କୌଣସି ଏକ ଶବ୍ଦ ରହିବ, ଏ ଧାତୁ ସ୍ଥାନରେ କୌଣସି ଏକ ଶବ୍ଦ ରହିବ ହେଲା, ଯାହାକି ବିଶେଷ୍ୟ କିମ୍ବା ବିଶେଷଣ ହେଇଥିବ, ତ ସେତେବେଳେ ଆମେ ତାକୁ କ'ଣ କହିବା ହେଲା, ଏବଂ ସେଇଟା କିପରି ଗଠିତ ହୋଇଥାଏ, ତାକୁ ଆଉ କ'ଣ କୁହାଯାଏ, ସେ ଉପରେ ବର୍ତ୍ତମାନର ଆମର ବିଷୟବସ୍ତୁଟା ରହିଛି ହେଲା। ସେ ଉପରେ ବର୍ତ୍ତମାନ ଆମର ବିଷୟବସ୍ତୁଟା ରହିଛି ଯାହାକି ଆମେ ଦେଖିବା। ତ ଦେଖନ୍ତୁ ଏଠାରେ ନାମ ଧାତୁ କହିଛି, ତ ପ୍ରଥମେ ଆମେ ନାମ ଧାତୁ ଓ ନାମ ଧାତୁ କ୍ରିୟା ମାନେ କ୍ରିୟା କ୍ରିୟା କିପରି ଗଠିତ ହୋଇଥାଏ। କ୍ରିୟା ଆମର କିପରି ଗଠିତ ହେବ ଆପଣ ସମସ୍ତେ ଜାଣିଥିବେ। କ୍ରିୟା ଆମର କିପରି ଗଠିତ, ଧାତୁ ସହିତ କ୍ରିୟା ବିଭକ୍ତି କିମ୍ବା ଧାତୁ ବିଭକ୍ତି ଯୁକ୍ତ ହେଇକି ଆମର କ୍ରିୟାପଦଟିଏ ଗଠିତ ହେବ। ବୁଝିଲା, ଏଇଭଳିଆ ଭାବରେ ଆମର କ୍ରିୟାପଦଟି ଗଠିତ ହୋଇଥାଏ। ତ ଏଠାରେ ଦେଖନ୍ତୁ ପ୍ରଥମେ କିଛି ଆମେ ଉଦାହରଣ ନେବା। ସେ ଉଦାହରଣରୁ ଆମେ ବୁଝିବାକୁ ଚେଷ୍ଟା କରିବା। ତ ଦେଖନ୍ତୁ ପ୍ରଥମ ଉଦାହରଣ ଏଠି ଅଛି, ମଦନ ମକା ଦାନ୍ତଉଛି ହେଲା। ଦ୍ୱିତୀୟ ଉଦାହରଣ ଅଛି, ଏବେ ଦୋଳଯାତ୍ରା ପାଖେଇଲା। ତୃତୀୟ ଉଦାହରଣ ଅଛି, ଭାରତ ଦିନେ ନା ଦିନେ ହକିରେ ଆଗେଇବ। ତ ଦେଖନ୍ତୁ ପ୍ରଥମ ଉଦାହରଣରେ କ୍ରିୟା କ'ଣ, ପ୍ରଥମ ଉଦାହରଣରେ ଦେଖୁଥିବେ ଆପଣଙ୍କର କ୍ରିୟା ଦାନ୍ତଉଛି। ଦ୍ୱିତୀୟ ଉଦାହରଣରେ କ୍ରିୟାପଦଟି ହେଉଛି ପାଖେଇଲା। ତୃତୀୟ ଉଦାହରଣରେ କ୍ରିୟାପଦଟି ହେଉଛି ଆଗେଇବ।
एगुड़ा सब गोटे गोटे कौन क्रियापद गुड़ा। तो यहाँ किपरि गठित होती आम तो आगु पढ़ीचे कि क्रिया किपरि गठित हुए ना प्रथम कौन सी धातु रही क्रियार मूलपिंड तापर किसी क्रिया विभक्ति कि धातु विभक्ति युक्त होब आमर क्रियापदटी गठित हेब। तो चलतु देखा एगुड़ा से धातु जोग क्रिया विभक्ति कि धातु विभक्ति नहीं कि गठित होती कि ना सेटा आम देखा है। तो चलतु प्रथम उदाहरण को आम देखा जो आम प्रथम उदाहरणटी रही से प्रथम उदाहरण रे आम देखिले कि आमर क्रियापदटी कौन ना दांत उची क्रियापदटी कौन दांत उची। तो एठारे ए क्रियापदटी किपरि गठित होती तो आम जदि देखा दांत है दांत युक्त उची एपरी। तो देखो दांत युक्त उची दांत उची एमती गठित होती। तो देखु एटा दांतटा ए दांत को आप देख तो ये दांतटा कौन आम जब देखा दांत उचिटा किपरि गठित होती तो दांत युक्त उची है। तो ये दांतटा कौन ये दांतटा गोटे धातु ये दांतटा गोटे धातु कि धातु नुह। तो आपण मैंने कहे कि ना ये दांतटा गोटे धातु नुह ताहले एटा कौन गोटे शब्द है गोटे शब्द बोली आपण कहे कौन ये दांतटा गोटे शब्द से शब्द रे तापर देखंतु से शब्द रे देखंतु सही शब्द रे ये दांतटा कौन गोटे शब्द से शब्द रे देखंतु गोटे प्रत्यय किंबा आमे कहि परिबा किछि गोटे पद जोग होती कौन होती क्रियापदटी गठित होती है। तो ये देखंतु आमे तो देखुथिले कि धातु आमर क्रियापदटी गठित हुए धातु जोग क्रिया विभक्ति कि धातु विभक्ति किंतु एठारे सेमती हेइनी एठारे केमती हिची गोटे शब्द रु गठित होइछि जेमती दांतटा गोटे शब्द से शब्द रु क्रियापदटी गठित हेइछि हैला। तो एगुड़ा हैला हमर आजिर विषय वस्तु जहाकु कि आमे नाम धातु क्रिया बोली कहि थाउ हैला। आउ टिके आपण क्लियर हेइछि जेतेबेले आमे यार व्याख्या देखिबा एवं आउ दुटा उदाहरण को आमे आलोचना को नेबा। तो देखंतु तापरे द्वितीय उदाहरण को देखंतु आपण तो द्वितीय उदाहरण रे आमे देखिथिले कि कोन हमर जे क्रियापदटी रही से क्रियापदटी कौन ना पाखेइला क्रियापदटी कौन पाखेइला आमर क्रियापद है से क्रियापद यहाँ आप देखिपारे पाखेइला। तो एठारे देखंतु एटा किपरि गठित होइछि पाख है पाख युक्त किपरि गठित होइछि आउ थोड़ा यहाँ आप देखिपारे कि पाख युक्त एपरी एपरी गठित होइछि पाखरु गठित होइछि। तो देखंतु एठारे ए पाखटा कौन एटा पाखटा गोटे धातु ना धातु नुह। तो आपण कहिबे ना एटा धातु नुह आपण कहिबे एटा धातु नुह ताहले कहि एटा कौन एटा गोटे शब्द एटा गोटे शब्द। तो ए शब्द रु देखंतु गोटे क्रियापद गठित होइछि बुझी पारले ना ए शब्द रु देखंतु गोटे क्रियापद गठित होइछि। तो एथिपाई आमे एटा को कोन कहूछि एथिपाई आमे एटा को नाम धातु क्रिया बोली कहूचे कहीं कहीं एटा गोटे शब्द रु गठित होइछि से शब्दटा विशेष्य होई पारे विशेषण होई पारे हैला से विशेष्य एवं विशेषण रु कोन होइछि गोटे क्रियाटी सृष्टि होइछि सेति पई ताको आमे नाम धातु क्रिया बोली कहि थाउ। तो चलंतु आमे व्याख्या देखिबा एवं आउ टिके क्लियर हेइबा। तो देखो ये देखो आउ कि आपको विशेष सूचना दी जाइए कि देखो साधारणतः क्रियापद धातु निष्पन्न होता है यह आम देखिले कि क्रियापदटा आमर केउटी गठित हम ना धातु निष्पन्न हेब किंतु आम भाषा केतेक क्रियापद अच्छा देखिले किसी क्रियापद अच्छा जहाँकि धातु भिन्न शब्दरु गठित केउठू गठित शब्दरु गठित जमी मुझे दुईटा उदाहरण बतैली किपरि शब्दरु गोटे सॉरी शब्दरु गोटे क्रियापदटीए गठित होती कौन होती शब्दरु गोटे क्रियापदटीए गठित होती। तो सहीटा एठारे कहला कि किसी क्रियापद अच्छा जहाँकि धातु भिन्न केउठू शब्दरु गठित हेबे जमी उदाहरण मुझे देकी बुझेली। तो ये देखो व्याख्या कराई देखो ऊपर वाक्य तीनोटी दांत उची पाखेइला आगेब एगुड़ा सब क्रियापद ये आम देखिले है यह आम देखिले। तापर देखो दांत उचिटा केउठू गठित होइछि दांत शब्दरु एटा धातु नुह एटा शब्द आपण ध्यान देबे। तापर पाखेइलाटा पाख शब्दरु आगेइबटा आग शब्दरु गठित होइछि हैला। तो एठारे देखंतु जे दांतटा मु शब्द कहितली सेटा किपरि शब्द विशेष्य है दांतटा कौन आम दांतटा आम कौन कहूँ विशेष्य कहूँ तापर पाख
ଏବଂ ଆଗ ଏଟା ବିଶେଷ୍ୟ ବି ହେଇପାରିବ ଏବଂ ବିଶେଷଣ ବି ହେଇପାରିବ ଉଭୟ ବିଶେଷ୍ୟ ଏବଂ ବିଶେଷଣ ପଦ ହେଲା ଉଭୟ କ'ଣ ବିଶେଷ୍ୟ ଏବଂ ବିଶେଷଣ ପଦ ବୁଝିଲା ସେ ଶବ୍ଦଟା କ'ଣ ବିଶେଷ୍ୟ କିମ୍ବା ବିଶେଷଣ ହେଇପାରିବ କେତେକ କ୍ଷେତ୍ରରେ ସର୍ବନାମ ମଧ୍ୟ ହେଇଥାଏ ସେଟା ମଧ୍ୟ ଆମେ ପରବର୍ତ୍ତୀ ସମୟରେ ଆଲୋଚନା କରିବା ହେଲା ତ ଏଠାରେ କ'ଣ ହେଉଛି ନା ଗୋଟିଏ ଧାତୁରୁ କ୍ରିୟାପଦ ଗଠିତ ନ ହେଇ ଗୋଟିଏ ଶବ୍ଦରୁ ଗଠିତ ହେଉଛି ଏତେ ଆପଣ ଧ୍ୟାନ ଦେବାର ଅଛି ଏବଂ ଯେଉଁ ଶବ୍ଦଟା ରହିବ ସେଇଟା ୟା ତ ବିଶେଷ୍ୟ ହେଇଥିବ ୟା ତ ବିଶେଷଣ ହେଇଥିବ କିଛି ଏକ୍ସେପସନ୍ ରହିଛି ଯେଉଁଥିରେ ସର୍ବନାମ ମଧ୍ୟ ହେଇଥାଇପାରେ ତ ମୁଖ୍ୟତଃ ଆପଣ ଧ୍ୟାନ ରଖିବେ କି ବିଶେଷ୍ୟ କିମ୍ବା ବିଶେଷଣ ହେବ ସେଇଥିରୁ ହିଁ ଆପଣଙ୍କର ଯେଉଁ ଧାତୁଟା ଆରମ୍ଭ ହେଉଛି ଯେଉଁ ଧାତୁଟା ଗଠିତ ହେଉଛି ତାକୁ ଆମେ ନାମ ଧାତୁ ବୋଲି କହିଥାଉ ହେଲା ଗୋଟେ ନାମ ଧାତୁ ବୋଲି କହିଥାଉ ଏବଂ ସେ ନାମ ଧାତୁରୁ ଯେଉଁ କ୍ରିୟାଟି ଗଠିତ ହେଉଛି ତାକୁ ନାମ ଧାତୁ କ୍ରିୟା ବୋଲି କହିଥାଉ ସେଟା ବର୍ତ୍ତମାନ ଆମେ ଆଲୋଚନା କରିବା ହେଲା ତ এই ବ୍ୟାଖ୍ୟାଟା ଆପଣ ବୁଝିପାରିଥିବେ ତାପରେ ଆମେ ଯଦି ଦେଖିବା ଏଠାରେ ଆଉ କିଛି ଆମକୁ କହିଛି ଦେଖନ୍ତୁ ଯେଉଁ କ୍ରିୟାପଦ ବିଶେଷ୍ୟ କିମ୍ବା ବିଶେଷଣ ଶବ୍ଦରୁ ନିଷ୍ପନ୍ନ ହୋଇଥାଏ ତାକୁ ନାମ ଧାତୁ କ୍ରିୟା କହନ୍ତି ଏହାର ଅନ୍ୟ ନାମ ଶବ୍ଦ କ୍ରିୟା ତ ଯାହା ମୁଁ ଆପଣଙ୍କୁ କହିଥିଲି ଦୁଇଟା ଉଦାହରଣ ଦେଇକି ବୁଝେଇଥିଲି କି ଆମର କ୍ରିୟାପଦଟା ଧାତୁରୁ ଗଠିତ ହେଉନି ବରଂ ବିଶେଷ୍ୟ କିମ୍ବା ବିଶେଷଣ ଶବ୍ଦରୁ ଗଠିତ ହେଉଛି ତାକୁ ଆମେ ନାମ ଧାତୁ କ୍ରିୟା ବୋଲି କହିବା ଏତଦ୍ ବ୍ୟତୀତ ଏହା ଶବ୍ଦରୁ ଯେହେତୁ ଗଠିତ ହେଉଛି ସେ ଶବ୍ଦଟା ବିଶେଷ୍ୟ କିମ୍ବା ବିଶେଷଣ ହେଇପାରେ ଏହା ଆପଣ ଧ୍ୟାନ ଦେବେ ଯେହେତୁ ଶବ୍ଦରୁ ଗଠିତ ହେଉଛି ତ ସେ କାରଣରୁ ଆମେ ଏଠାରେ ଏ ପ୍ରକାର ଧାତୁକୁ ବା ଏ ପ୍ରକାର ଆମେ ନାମ ଧାତୁ ବୋଲି ଆମେ ଆମେ ଏ ପ୍ରକାର ଆମର କ୍ରିୟାକୁ ଆମେ ନାମ ଧାତୁ କ୍ରିୟା ବା ଯେହେତୁ ଶବ୍ଦରୁ ଗଠିତ ହେଉଛି ଏଟାକୁ ଶବ୍ଦ କ୍ରିୟା ବୋଲି ଆମେ କହିବା ବୁଝିଲା ଶବ୍ଦ କ୍ରିୟା ବୋଲି ବୁଝିବା ସିମ୍ପଲ୍ ଆପଣ ଏତେ ମନେ ରଖିବେ କି ଆମର କ୍ରିୟାପଦଟା ଧାତୁରୁ ଗଠିତ ହୁଏ ଏଟା ତ ହୁଏ କିନ୍ତୁ କିଛି କ୍ଷେତ୍ର ଏପରି ରହିଛି ଯେଉଁଟାକି ଆମର ଶବ୍ଦରୁ ଗଠିତ ହେଇଥିବ ଯେଉଁ ଶବ୍ଦଟା ବିଶେଷ୍ୟ କିମ୍ବା ବିଶେଷଣ ହେଇଥିବ ହେଲା ହେଇଥାଏ ତ ତାକୁ ସେ ଶବ୍ଦରୁ କିମ୍ବା ସେ ବିଶେଷ୍ୟ କିମ୍ବା ବିଶେଷଣ ଶବ୍ଦରୁ ଯେଉଁ କ୍ରିୟାଟି ଗଠିତ ହେଉଛି ତାକୁ ଆମେ ନାମ ଧାତୁ କ୍ରିୟା ବୋଲି କହିବା ସିମ୍ପଲ୍ ଆପଣ ଏତେ ଜିନିଷଟା ମନେ ରଖିବେ ବୁଝିହେଲା ଉଦାହରଣ ଦେଇକି ମଧ୍ୟ ଆପଣଙ୍କୁ ବୁଝେଇଥିଲି ତ ଚାଲନ୍ତୁ ଆମେ ଯେଉଁ ଗୋଟିଏ ଉଦାହରଣକୁ ଛାଡ଼ିଥିଲେ ସେ ଉଦାହରଣକୁ ଆଉ ଥରେ ଦେଖିବା ଏବଂ ତ ଦେଖନ୍ତୁ ଏଠାରେ ଯେଉଁ ଆମେ ତୃତୀୟ ଉଦାହରଣଟି ଦେଖିଥିଲେ ସେଠାରେ ଆମର କ୍ରିୟାପଦଟି କ'ଣ ପାଇଥିଲେ ଆମେ ଆଗେଇବା ପାଇଥିଲେ ତ ଏଇ ଆଗେଇବା କ୍ରିୟାପଦ ଆଉ ଥରେ ମୁଁ ଆପଣଙ୍କୁ ବୁଝାଉଛି କି ଏଇ ଆଗେଇବା କ୍ରିୟାପଦଟି କିପରି ସୃଷ୍ଟି ହେଇଛି ଆଗ ଯୁକ୍ତ ଆଗେଇବ ଏପରି ସୃଷ୍ଟି ହେଇଛି ତ ଯେଉଁ ଏଇ ଦେଖନ୍ତୁ ଆଗ ଏଇ ଆଗଟା ଆପଣଙ୍କର ଧାତୁ କି ଧାତୁ ନୁହଁ ଆପଣ କହିବେ ସାର୍ ଧାତୁ ନୁହଁ ତାହେଲେ ଏଇଟା କ'ଣ ଏଇଟା ଗୋଟିଏ ଶବ୍ଦ ଯାହାକି ବିଶେଷ୍ୟ କିମ୍ବା ବିଶେଷଣ ହେଇପାରେ ହେଲା ତ ଯେହେତୁ ଏଇଟା କ'ଣ ହେଇଛି ଗୋଟିଏ ଶବ୍ଦରୁ ଗଠିତ ହେଇଛି ହେଲା ଗୋଟିଏ ଶବ୍ଦରୁ ଗଠିତ ହେଇଛି ଧାତୁରୁ ହେଇନାହିଁ ବରଂ ଗୋଟିଏ ଶବ୍ଦରୁ ଗଠିତ ହେଇଛି ସେହି କାରଣରୁ ଆମେ ଏଟାକୁ କ'ଣ କହିଲେ ନାମ ଧାତୁ କ୍ରିୟା ବୋଲି କହିଲେ ବୁଝିହେଲା ଏଟାକୁ ସେଇଥିପାଇଁ ଆମେ ନାମ ଧାତୁ କ୍ରିୟା ବୋଲି କହିଲେ କାହିଁକି ନା ଏଇଟା ଗୋଟେ ଶବ୍ଦରୁ ଗଠିତ ହେଉଛି ଯେଉଁ ଶବ୍ଦଟା କି ଗୋଟେ ବିଶେଷ କିମ୍ବା ବିଶେଷଣ ହେଇଥିବ ଏଟା ଆପଣ ସିମ୍ପଲ୍ ମନେ ରଖିବେ ବୁଝିହେଲା ତ ଚାଲନ୍ତୁ ଆମେ ଆଉ ଥରେ ସେଇ ଷ୍ଟେଟମେଣ୍ଟକୁ ପଢ଼ିକି ଆଉ ଟିକେ କ୍ଲିଅର ହେଇଯିବା ତ ଦେଖିପାରୁଥିବେ ଏଠାରେ କି ଯେଉଁ କ୍ରିୟାପଦ ବିଶେଷ୍ୟ ଓ ବିଶେଷଣ ଶବ୍ଦରୁ ନିଷ୍ପନ୍ନ ହୋଇଥାଏ ତାକୁ ନାମ ଧାତୁ କ୍ରିୟା କହନ୍ତି ଏହା ଯେହେତୁ ଶବ୍ଦରୁ ମଧ୍ୟ ଗଠିତ ହେଉଛି ସେଇଥିପାଇଁ ଏଟାକୁ ଆଉ ମଧ୍ୟ କ'ଣ କୁହାଯାଏ ଶବ୍ଦ କ୍ରିୟା ବୋଲି ମଧ୍ୟ କୁହାଯାଏ ତ ଆଶା କରେ ଏଠାରେ ନାମ ଧାତୁ କ୍ରିୟା ଆପଣଙ୍କୁ କ୍ଲିଅର ବୁଝି ହେଇଥିବ ହେଲା ତାପରେ ଆମେ ଆଉ କିଛି ଆଗକୁ ବଢ଼ିକି ଦେଖିବା କି ଆମେ ନାମ ଧାତୁ କ'ଣ ହେଲା ଯେଉଁ ନାମ ଧାତୁ କ'ଣ ସେଇଟା ମଧ୍ୟ ବର୍ତ୍ତମାନ ଆମେ ଦେଖିବା ହେଲା ଆମେ ଅଲରେଡ଼ି ନାମ ଧାତୁ କ୍ରିୟା ଜାଣି ସାରିଛି ହେଲା ଗୋଟେ ଶବ୍ଦରୁ ଯେହେତୁ ଗଠିତ ହେଉଛି ଯଦି ମୁଁ ଆପଣଙ୍କୁ ସିମ୍ପଲ୍ ଏଠାରେ ବୁଝେଇବି ଯଦି ଆମେ ନାମ ଧାତୁ ଯେଉଁ ଅଛି ନାମ ଧାତୁ କ'ଣ ଏଟାକୁ ଆମେ ସିମ୍ପଲି ବୁଝି ସାରିଛେ ହେଲା କେବଳ ଷ୍ଟେଟମେଣ୍ଟଟା ପଢ଼ିଲେ ଆମେ କ୍ଲିଅର ହେଇଯିବା ଯଦି ମୁଁ ଆପଣଙ୍କୁ କହିବି ନାମ ଧାତୁ କ'ଣ ତ ଦେଖନ୍ତୁ ଯେତେବେଳେ ଆମେ କ'ଣ କରୁଥିଲେ ଆଉ ଥରେ ମୁଁ ସେ ଉଦାହରଣକୁ ଦେଖିବି ତ ଦେଖନ୍ତୁ ପ୍ରଥମ ଉଦାହରଣଟା ଦେଖନ୍ତୁ ଦାନ୍ତ ଯୁକ୍ତ ଉଚି ଦାନ୍ତ ଉଚି ତ ଏଠାରେ ଦେଖନ୍ତୁ ଏ ଦାନ୍ତଟା କ'ଣ ଆମର ଗୋଟିଏ ଶବ୍ଦ ହେଲା ଧାତୁ ନୁହଁ ଏଟା ବରଂ ଏଟା ଗୋଟିଏ ଶବ୍ଦ ଯାହାକି ବିଶେଷ୍ୟ କିମ୍ବା ବିଶେଷଣ ଅଟେ ହେଲା ବିଶେଷ୍ୟ କିମ୍ବା ବିଶେଷଣ ଅଟେ ଏବଂ ଏଇ ଯେଉଁ ଦାନ୍ତଟା ଆପଣଙ୍କର କିପରି କାମ ହେଉଛି ସେ ଧାତୁ ଭଳିଆ ହିଁ କାମ ହେଉଛି ନା ପ୍ରଥମେ କ୍ରିୟାର ମୂଳପିଣ୍ଡ ହେଇଛି ଏବଂ ଆମର କ୍ରିୟାପଦ ଗଠିତ ହେଇଛି କିନ୍ତୁ ଏଟା ଧାତୁ ନୁହଁ କିନ୍ତୁ ଧାତୁ ଭଳିଆ ହିଁ କାମ କରୁଛି ସେଇଥିପାଇଁ ଏଟାକୁ ଆମେ କ'ଣ କହିପାରିବା ଏଟାକୁ ଆମେ
नाम धातु कहवा कहीं एठारे नाम कहीं व्यवहार कराई नाम धातु तो ये नाम कहीं आपंकर व्यवहार होती ना यहाँ गोटे नामरू ही गठित होती ना विशेष विशेषण मान गोटे नाम आम कहीपर शब्द गोटे नाम आम कहीपर तो से जेहेतु गठित होती आम यहाँ नाम धातु बोली कहले और से नाम धातु जो क्रियाटी गठित हेब ताकू आम नाम धातु क्रिया बोली कहवा है। तो ये आम देखी कि जो क्रियापद विशेष्य और विशेषण शब्द निष्पन्न होता है ताकू नाम धातु क्रिया कहती यार अन्य नाम शब्द क्रिया यहाँ आम देखी तापर आम देखा जो देखो विभक्ति शून्य विशेष्य और विशेषण को नाम कहुए मुझा आपको ये बुझेली जो आमर विभक्ति शून्य जो विशेष्य और विशेषण रही आम नाम कही था। तो चलतु देखा विभक्ति शून्य केउटा विभक्ति शून्य विशेषण विभक्ति शून्य विशेषण कौन है। तो आउ थे आम से उदाहरण मान देखा कि एठारे विभक्ति शून्य विशेष्य और विशेषण कौन। तो देखो दांत ये दांत उचिटा किपरि दांत युक्त उछि एपरि दांत उछि आमर गठित होइछि। तो एठारे देखो दांत दांत रे कौन सी विभक्ति लगी है कौन सी प्रकार विभक्ति लगी कि आपन कहिबे लगी ना आउ मु आपन को कहिबी कि ए दांतटा कौन ताले आपन बुझी सारी थिबे आपन डायरेक्ट कहिबे कि ए दांतटा होउची गोटिए कौन ए दांतटा होउची गोटिए शब्द जहा कि विशेष्य आम व्याख्या पढ़िले गोटे विशेष्य पद बा शब्द है गोटे विशेष्य पद। तो देखो ये जो विशेष्य अच्छी दांत से कौन सी प्रकार क्रिया विभक्ति लगी ना है एवं एताकू आम नाम बोली कहूँ है जो विभक्ति शून्य विशेष्य किंबा विशेषण अच्छी तो यहाँ विशेष्य अच्छी एवं विभक्ति शून्य अच्छी ये आम नाम बोली कहली ए दांत को आम नाम बोली कहली एवं ए नाम परवर्ती समय आग को बढ़ी कौन करुच्ची गोटे क्रिया गठित करुच्ची जो क्रिया को कि आम नाम धातु क्रिया बोली कहली से आपको बुझे है। तो ये कौन कही आम जो उदाहरण देखिए बुझिले से देखते विभक्ति शून्य विशेष और विशेषण को नाम कहुए से नामरू गठित जो धातु से नामरू गठित धातु को नाम धातु कहुए और से नाम धातु निष्पन्न क्रिया को नाम धातु क्रिया बोली कही था। तो ये आशा करुच्ची नाम धातु कौन नाम धातु क्रिया कौन आपन क्लियर बुझी जाइए। जदि आम आउ थे आलोचना करवा तो मुझे ब्रीफली आपको कहीदे पारिबी जे जो विभक्ति शून्य जो विशेष्य कि विशेषण रही आम नाम बोली कहूचे एवं से नामरू जो क्रियापद सॉरी से नामरू जो धातुटी गठित हो नाम धातु कहले है से नाम धातु जो आम क्रियापदटी गठित कले ताकू नाम धातु क्रिया बोली कहले जहाँ कि आउ अन्य प्रकार कौन कहते आम शब्द क्रिया बोली कहते है। जदि आप बुझीपार ना ताले आउ तो रिपीट करके देखो दी तीन थर आप रिपीट करके देखिले आप निहाती भाव में बुझीपारे है। तो तापर आम देखा कि एठारे आउ कौन आमको कही। तो देखो ये जो यहीटा आम देखा कौन कही तो देखो नाम धातु क्रिया प्रेरणार्थक क्रिया सहित समान। तो ये प्रश्न उठी कि प्रेरणार्थक क्रिया कौन यहाँ आपको बुझे प्रेरणार्थक क्रिया प्रयोजक क्रिया क्या कहुए है। तो प्रेरणार्थक क्रियाटा कौन ना कहीं जड़े अन्य द्वारा कौन कार्य करुवार आमको बुझा जाए ताहले आम ताकू प्रेरणार्थक क्रिया बोली कहू केमती ना कहीं जड़े अन्य द्वारा कौन कार्य करुवार सूचना मिलुथिबो ताहले ताकू आम प्रेरणार्थक क्रिया बोली कही था। एवं ये जो नाम धातु क्रिया रही है सर्वदा कौन क्या सहित सामान ना आमर ये प्रेरणार्थक क्रिया सहित सामान होता है बुझीगला। तो ये आम जानिले कौन कि ये जो नाम धातुटा रही जो नाम धातु क्रिया रही क्या सहित सामान हे ना प्रेरणार्थक क्रिया सहित सामान हेब। एवं देखो ये कौन कही यार धातु विशेष्य और विशेषण गठित और आकारांत होता है। देखो आम जानी कि प्रेरणार्थक क्रिया आकारांत बोली आम पढ़ी। तो जेहेतु नाम धातु क्रियाटी आपंकर प्रेरणार्थक क्रिया सहित सामान सही कारणरू यहाँ आकारांत अटे एवं ये नाम धातु क्रियार जो धातुटी रही क्यों तैयारी शब्दरू
ଯେଉଁ ଶବ୍ଦଟା ବିଶେଷ୍ୟ କିମ୍ବା ବିଶେଷଣ ଏଠାରେ ସେଇଟା କହିଛି। ଏହାର ଧାତୁ ବିଶେଷ୍ୟ ଓ ବିଶେଷଣରୁ ଗଠିତ ଓ ଆକାରାନ୍ତ ଅଟନ୍ତି। ଏଟା ମଧ୍ୟ ଆମେ ଜାଣିଲୁ। ତାପରେ କ'ଣ କହିଛି, ଆ କେତେକ ସ୍ଥଳରେ ଏ ବା ଅ ହୋଇଥାଏ। ଦେଖନ୍ତୁ ଆକାରାନ୍ତ ଯେଉଁ ଅଛି ସେଇଟା କିଛି ସ୍ଥଳରେ ଏ ମଧ୍ୟ ହେଇପାରିବ ଏବଂ ଅ ମଧ୍ୟ ହେଇପାରିବ ହେଲା, କିନ୍ତୁ ମୁଖ୍ୟତଃ ଆପଣଙ୍କର ଆକାରାନ୍ତ ହେଇକି ରହିଥାଏ। ତ ଦେଖନ୍ତୁ ଏଠାରେ ଆମକୁ ଆକାରାନ୍ତ ଲଗେଇକି କିଛି ଧାତୁ ଗଠିତ କରାଯାଇଛି। ଯେହେତୁ ଆମେ ନାମ ଧାତୁ କ୍ରିୟାଟା ଆମେ ପ୍ରେରଣାର୍ଥକ କ୍ରିୟା ସହିତ ସମାନ ଏବଂ ସେ ଯେଉଁ ଧାତୁଟି ଅଛି ନାମ ଧାତୁ କ୍ରିୟାର ଯେଉଁ ଧାତୁଟି ଅଛି ତାହା କିପରି ଗଠିତ ନା ବିଶେଷ୍ୟ ଓ ବିଶେଷଣରୁ ଗଠିତ। ତ ସେ ବିଶେଷ୍ୟ ଏବଂ ବିଶେଷଣରେ ଆକାରାନ୍ତ ଲଗେଇକି ଆମେ ନାମ ଧାତୁ ଗଠନ କରିପାରିବା ହେଲା। ଏମିତି ଗଠନ କରିବା, ଦେଖନ୍ତୁ ଝାଳ ଯୁକ୍ତ ଝାଳ। ତ ଝାଳଟା ଆମର ନାମ ଧାତୁ, କାହିଁକି ନା ଏଇଟା ଗୋଟିଏ ବିଶେଷ୍ୟରେ ଆକାରାନ୍ତ ଯୋଗ କରାହେଇଛି ଏବଂ ନାମ ଧାତୁ ଗଠିତ କରାଯାଇଛି, ଯାହାକୁ କି ଆମେ ଝାଳା ବୋଲି କହୁଛେ। ସେଠାରୁ ଆମେ ଯେଉଁ ନାମ ଧାତୁ କ୍ରିୟା ଗଠନ କରୁଛେ ସେଗୁଡ଼ା କ'ଣ ଝାଳାଇବା, ଝାଳେଇବା ହେଲା। ସେପରି ସଳଖ, ଏଇଟା ଗୋଟେ ଶବ୍ଦ, ତ ସେଠିରେ ଆକାରାନ୍ତ ଯୋଗ ହେଇକି ଦେଖନ୍ତୁ ସଳଖା ଗଠନ କରାଯାଇଛି। ତାମାନେ ସଳଖେଇବା, ସଳଖାଇବା, ସଳଖେଇବା, ଏଇଟା ଆମର ନାମ ଧାତୁ କ୍ରିୟା ଗଠିତ ହେଇଛି ହେଲା। ଏଠାରେ ଆଉ କିଛି ଜିନିଷ ଆପଣଙ୍କୁ ଦେଇଛି, ଏଇଟା ଆପଣ ନିହାତି ଧ୍ୟାନ ଦେବେ କି ଦେଖନ୍ତୁ ଏଠାରେ କ'ଣ କହିଛି ହେଲା। ଏଠାରେ କହିଛି ସାଧାରଣତଃ ନାମ ଧାତୁ ଆକାରାନ୍ତ ରୂପ ଠାରୁ ଏ କାରାନ୍ତ ରୂପର ବ୍ୟବହାର ଅଧିକ। କେଉଁ କାରାନ୍ତର ବ୍ୟବହାର ଅଧିକ? ଆକାରାନ୍ତ ଠାରୁ ଏ କାରାନ୍ତର ବ୍ୟବହାର ଅଧିକ କହିଛି ହେଲା। ତ ଏ କାରାନ୍ତ ଲଗେଇକି ଆମେ କିଛି ଉଦାହରଣ ଦେଖି ସାରିଛେ, ଆଉ ଥରେ ଆମେ ଦେଖିନେବା। ତ ଦେଖନ୍ତୁ ଏଠାରେ କହିଛି, ଦେଖନ୍ତୁ ଏ ଝାଳେଇବାଟା, ଦେଖନ୍ତୁ ଝାଳ ଯୁକ୍ତ ଏ, ଝାଳେ, ଦେଖନ୍ତୁ ଏଠାରେ ଆମେ ଯଦି ଲେଖିବାକୁ ଚେଷ୍ଟା କରିବା ତାହେଲେ ଆମେ ଲେଖିପାରିବା କି ଝାଳ ଯୁକ୍ତ ଏ କେମିତି ହେବ, ଏଇଟା ଝାଳେ ହେବ। ଏ ଝାଳେରୁ କିପରି ଆମର ଝାଳେଇବା, ସେମିତି ସଳଖ ଯୁକ୍ତ ଏ, ସଳଖେ, ତ ସେ ସଳଖେରୁ ସଳଖେଇବା, ଏପରି ଭାବରେ ବ୍ୟବହାର ମଧ୍ୟ ଅଧିକ ରହିଥାଏ ହେଲା। ଏଇଗୁଡ଼ା ଆପଣ ଦେଖିବେ। ତାପରେ ଏଇଟା ଆପଣ ତାମାନେ ଆଶା କରୁଛି ଆପଣ ବୁଝିପାରିଥିବେ। ଆକାରାନ୍ତ ଠାରୁ ଏ କାରାନ୍ତର ଆମର ବ୍ୟବହାରଟି ଅଧିକ। ଯେମିତି ଆମେ ଦାନ୍ତ ଯୁକ୍ତ ଏ, ତ ଦାନ୍ତେଟା କ'ଣ ଗୋଟିଏ ନାମ ଧାତୁ ହେଲା, ଦାନ୍ତେ, ତ ସେ ଦାନ୍ତେରୁ କ'ଣ ଅଛି ଦାନ୍ତେଇବା ହେଲା। ଏ ପ୍ରକାର ବ୍ୟବହାର ଘଟିଥାଏ ହେଲା। ତାପରେ ଏଠାରେ କିଛି ଦେଇଛି, ଦେଖନ୍ତୁ ଏଠାରେ ମୁଖ୍ୟତଃ ଆକାରାନ୍ତର ବ୍ୟବହାର ଅଧିକ ଆମକୁ ଦେଇଛି। ତ ଦେଖନ୍ତୁ ବିଶେଷ୍ୟ ପଦରୁ ଗଠିତ କେତେକ ନାମ ଧାତୁ କ୍ରିୟା। ଦେଖନ୍ତୁ ବିଶେଷ୍ୟ ଆମେ କ'ଣ ପଢ଼ିଥିଲେ, ଗୋଟେ ଶବ୍ଦରୁ ଯେହେତୁ ଗଠିତ ହେଉଛି ସେ ଶବ୍ଦଟା କ'ଣ ବିଶେଷ୍ୟ ହେଇପାରେ କିମ୍ବା ବିଶେଷଣ ହେଇପାରେ। ଆମ ଏ ପୁସ୍ତକରେ ବିଶେଷ୍ୟ ଉପରେ ମଧ୍ୟ ଉଦାହରଣ ଦେଇଛି, ତା ସହିତ ବିଶେଷଣରୁ କିପରି ନାମ ଧାତୁ କ୍ରିୟା ଗଠିତ ହେଉଛି ସେଇଟା ମଧ୍ୟ ଆମକୁ କ'ଣ ଦେଇଛି, କିଛି ଉଦାହରଣ ଦେଇଛି। ତ ବର୍ତ୍ତମାନ ଆମେ ଯାହା ଦେଖୁଛେ ସେଇଟା ବିଶେଷ୍ୟ ପଦରୁ ଗଠିତ କେତେକ ନାମ ଧାତୁ କ୍ରିୟା, ବିଶେଷ୍ୟ ପଦରୁ ହେଲା, ତାମାନେ ବିଶେଷ୍ୟ ଶବ୍ଦରୁ ଆପଣ କହିପାରିବେ। ତ ଦେଖନ୍ତୁ ଆମେ କିଛିଟା ଆମେ ଦେଖିନେବା। ଆଉ ମୁଖ୍ୟତଃ ଏଇଟା ଆକାରାନ୍ତରେ ଦେଇଛି। ତ ଦେଖନ୍ତୁ ଅଙ୍କୁରିବା ହେଲା, ଅଣ୍ଟିବା, ଆଗେଇବା, ଆଣ୍ଠେଇବା, ଏଗୁଡ଼ା ସବୁ ଆପଣ ସ୍କ୍ରିନଶଟ୍ ନେଇ ଯାଆନ୍ତୁ, ନହେଲେ ଟିକେ ଆପଣ ଦେଖି ନିଅନ୍ତୁ। ତ ଦେଖନ୍ତୁ ଏଠାରେ ଆମକୁ ଆକାରାନ୍ତ ସହିତ କିଛି ଏ କାରାନ୍ତର ମଧ୍ୟ ଦେଇଛି। ଯେଉଁ ଆମେ ଦେଖିଲେ ଯେ ଆମର ନାମ ଧାତୁଟା ରହିଛି ହେଲା, ସେଇଟା ଆମର କ'ଣ ହେଇଥାଏ, ଆମେ ଯେଉଁ ଏଠାରେ ଦେଖିଲେ ଦେଖନ୍ତୁ ନାମ ଧାତୁ ଆକାରାନ୍ତ ରୂପ ଠାରୁ ଏ କାରାନ୍ତ ରୂପର ବ୍ୟବହାର ଅଧିକ। ସେ ଏ କାରାନ୍ତଟା ଆମେ ଦେଖନ୍ତୁ ଏ ପ୍ରଥମେ କିଛିଟା ଯେଉଁ ଦେଇଛି, ଯେପରି ଆପଣ ଏଠି ଦେଖିପାରୁଥିବେ ଓସାରିବା, ଆକାରାନ୍ତରରେ ନାମ ଧାତୁଟି ହେଇଛି। ସେମିତି କତୁରିବା, ତାପରେ ଓଟାରିବା, ଏଗୁଡ଼ା ସବୁ ଆପଣଙ୍କୁ ଦେଇଛି। ଆଉ କିଛି ଏ କାରାନ୍ତର ମଧ୍ୟ ଆମେ ଦେଖିନେବା କି ଦେଖନ୍ତୁ ଗଜେଇବା, ଗାରେଇବା ହେଲା, ଗୁଣ୍ଠେଇବା, ଏଗୁଡ଼ା ସବୁ ଆପଣଙ୍କର କ'ଣ ହେଇଛି ନା ବିଶେଷ୍ୟ ପଦରୁ ଗଠିତ କେତେକ ନାମ ଧାତୁ। ଏବେ ବର୍ତ୍ତମାନ ଆମେ କିଛି ନାମ ଧାତୁ ଦେଖିନେବା ଯେଉଁଟାକି କେଉଁଠିରୁ ଗଠିତ ହେଇଛି, ବିଶେଷଣରୁ ଗଠିତ ହେଇଛି ହେଲା। ଦେଖନ୍ତୁ ବିଶେଷଣରୁ ଗଠିତ କେତେକ ନାମ ଧାତୁ କ୍ରିୟା, ଯେମିତି ଅଟକିବା, ଆଣ୍ଟିବା, ଉକୁଚେଇବା ହେଲା। ଏପରି ଆପଣଙ୍କର ବିଶେଷଣରୁ ମଧ୍ୟ ନାମ ଧାତୁ କ୍ରିୟା ଗଠିତ ହେଉଛି, ବୁଝିହେଲା। ଏଗୁଡ଼ା ମଧ୍ୟ ଆପଣ ଟିକେ ପଢ଼ିନେବେ ହେଲା।
ଯଦି ଆପଣ ସ୍କ୍ରିନଶଟ୍ ନେବେ ତାହେଲେ ଠିକ୍ ଅଛି, ନହେଲେ ପାଉଜ୍ କରିକି ଆପଣ ଥରେ ଦେଖି ନିଅନ୍ତୁ। ଯଦି ଆପଣଙ୍କ ପାଖରେ ବହି ଅଛି ତାହେଲେ ମଧ୍ୟ ଆଉ ଭଲ କଥା। ଆପଣ ଚାହିଁଲେ ଏଟା ପାଉଜ୍ କରିକି ଦେଖି ନିଅନ୍ତୁ, ନହେଲେ ସ୍କ୍ରିନଶଟ୍ ନେଇଯାଆନ୍ତୁ। ଦେଖନ୍ତୁ ମୁଁ ଯାହା କହୁଥିଲି, ମୁଁ ଯାହା ପ୍ରଥମ ଆପଣଙ୍କୁ କହିଥିଲି କି ଆମର ବିଶେଷ୍ୟ ଏବଂ ବିଶେଷଣ ରୁ ବିଭକ୍ତି ନ ଲାଗିକି ଯେଉଁ ଶବ୍ଦଟା ବଳିଯିବ ସେଟାକୁ ଆମେ ନାମ ବୋଲି କହୁଛେ, ଏବଂ ସେ ନାମ ଧାତୁରୁ ଯେଉଁ କ୍ରିୟାଟି, ସେ ନାମରୁ ଯେଉଁ ଧାତୁଟି ଗଠିତ ହେଉଛି ତାକୁ ଆମେ ନାମ ଧାତୁ ବୋଲି କହୁଥିଲେ, ଏବଂ ସେ ନାମ ଧାତୁରୁ ଯେଉଁ କ୍ରିୟା ଗଠିତ ହେଉଛି ତାକୁ ଆମେ ନାମ ଧାତୁ କ୍ରିୟା ବୋଲି କହୁଥିଲେ, ଏଇଟା କହୁଥିଲି। କିନ୍ତୁ ଆଉ ମଧ୍ୟ ମୁଁ ଆପଣଙ୍କୁ ଏକ୍ସେପ୍ସନ୍ରେ କହିଥିଲି କି ବିଶେଷ ଏବଂ ବିଶେଷଣକୁ ଛାଡ଼ିଦେଲେ କିଛି କ୍ଷେତ୍ରରେ ଆମର ସର୍ବନାମରୁ ମଧ୍ୟ କ'ଣ ହୋଇଥାଏ ନା କ୍ରିୟାପଦଟି ଗଠିତ ହେଇଥାଏ, ସେଇଟା ଏଠାରେ ଦେଇଛି। ଯେମିତି ଏଠାରେ ଦେଖନ୍ତୁ ଆପଣ, ଆପଣରୁ ଦେଇଛି, ଏହା ସର୍ବନାମ, ଆପଣ ଗୋଟେ ସର୍ବନାମ, ଏହି ଆପଣ ସର୍ବନାମରୁ ଏବେ କ'ଣ କ'ଣ ଗଠିତ ହୋଇଛି, ଆପଣେଇବା, ଆପଣେଇବା କ୍ରିୟା ବ୍ୟବହାର ହେଉଅଛି, ହେଲା। ଏଟା ଏକ୍ସେପ୍ସନ୍ ଆପଣ ମନେ ରଖିବେ, ହେଲା।